ପଶ୍ଚିମ ମୟୂରଭଞ୍ଜ କଂଗ୍ରେସ କମିଟି ପକ୍ଷରୁ ଅତିରିକ୍ତ ସିକ୍ୟୁରିଟି ଅର୍ଥ ଆଦାୟ ବନ୍ଦ ବିରୁଦ୍ଧରେ ଦାବିପତ୍ର ପ୍ରଦାନ। ରାଇରଙ୍ଗପୁର 29/12/2025 ଗତ 29 ତାରିଖ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତଚରଣ ଦାସ ଆହ୍ୱାନ କ୍ରମେ ସମଗ୍ର ଓଡ଼ିଶାରେ ଅତିରିକ୍ତ ସୁରକ୍ଷା ଅର୍ଥ ଆଦାୟ ସାଙ୍ଗକୁ ଅନ୍ୟ ନ୍ୟାଯ୍ୟ ଦାବି ନେଇ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ଟାଟା ପାୱାର ନିର୍ବାହ ଯନ୍ତ୍ରିକ କାର୍ଯ୍ୟାଳୟ ନିକଟରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭୁବନ ବିହାରୀ ସାହୁଙ୍କ ନେତୃତ୍ୱରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କର ଦାବିଗୁଡ଼ିକ ହେଲା, ଏକରେ ଆଧୁନିକ ଯୁଗରେ ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ଚାହିଦା ଅଟେ। ଭାରତବର୍ଷରେ ସମସ୍ତର ଦରଦାମ ଆକାଶଛୁଆଁ ହୋଇଥିବା ବେଳେ ବିଦ୍ୟୁତ୍ ଉପରୋକ୍ତ ଉପରେ ଅତିରିକ୍ତ ସୁରକ୍ଷା ଜମା ଏସ୍ଏସ୍ଡି ଅତ୍ୟନ୍ତ ନିନ୍ଦନୀୟ ନିଷ୍ପତ୍ତି ଅଟେ। ଏହାକୁ ତୁରନ୍ତ ସ୍ଥଗିତ କରାଯାଉ। ଦୁଇରେ 2024 ମସିହା ନିର୍ବାଚନରେ ବିଜେପି ଦଳ ନିର୍ବାଚନ ଇସ୍ତଫାରେ ପ୍ରତି ଉପଭୋକ୍ତାଙ୍କୁ 300 ୟୁନିଟ୍ ବିଜୁଳି ମାଗଣାରେ ଦେବା ପ୍ରତିଶ୍ରୁତି ବୋଧହୁଏ ଭୁଲି ଯାଇଛନ୍ତି। ଏହାକୁ ପୂରଣ କରିବା ଆବଶ୍ୟକ। ତିନିରେ ଓଡ଼ିଶାର କୃଷକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି, ତେଣୁ କୃଷି ଉଦ୍ୟାନ କ୍ଷେତ୍ରରେ ଚାଷୀଙ୍କୁ ମାଗଣା ବିଜୁଳି ଯୋଗାଇବା ବନ୍ଦୋବସ୍ତ କରାଯାଉ। ଚାରିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ 240 ୟୁନିଟ୍ ମେଟ୍ରିକ୍ ଟନ୍ର କୋଇଲା ଉତ୍ପାଦିତ ହେଉଥିବା ବେଳେ ତହିଁରୁ ମାତ୍ର 22 ୟୁନିଟ୍ ଟନ୍ ଓଡ଼ିଶାର ଘରୋଇ ଉପଭୋକ୍ତାଙ୍କ ପାଇଁ ବ୍ୟବହୃତ ହୋଇଥାଏ। ଅବଶିଷ୍ଟ 218 ୟୁନିଟ୍ ଟନ୍ ବାହାର ରାଜ୍ୟକୁ ରପ୍ତାନି କରାଯାଏ। ତେଣୁ ଓଡ଼ିଶାର ବହୁତ ଶିଳ୍ପଗୁଡ଼ିକର ଟାରିଫ୍ ୟୁନିଟ୍ ପିଛା ସାମାନ୍ୟ ବଢ଼ାଇ ଦେଲେ ଉଭୟ ଘରୋଇ ଓ କୃଷି କ୍ଷେତ୍ର ମାଗଣାରେ ବିଜୁଳି ପାଇପାରିବେ। ଏହାପରେ ସେମାନଙ୍କର ଦାବିପତ୍ର ନିର୍ବାହୀ ଯନ୍ତ୍ରୀକୁ ପ୍ରଦାନ କରିଥିଲେ। ଏଥିରେ ଉପାଧ୍ୟକ୍ଷ ଆଦିବାସୀ କଂଗ୍ରେସ ଓଡ଼ିଶା ପ୍ରଦେଶ ଲକ୍ଷ୍ମଣ ମାଝୀ, ପୂର୍ବତନ ବିଧାୟକ ଶ୍ୟାମଚରଣ ମାଝୀ, ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଲକ୍ଷ୍ମୀଧର ସିଂ, ଅଧ୍ୟକ୍ଷ ବେରେଲ ସିରକା, ବସନ୍ତ ପଟ୍ଟନାୟକ, ରୂପକ କୁମାର ମହାନ୍ତି, ଭାଗୀରଥୀ ପାତ୍ର, ଏମିଡି ଇନ୍ତିଖେ ଖାପ୍ତ, କିଶୋର ମହାନ୍ତ, ପିଥ ମୁର୍ମୁ, ଅମର ସିଂ ମହାନ୍ତି, ଭଜହରି ମହାନ୍ତ, ଦବାନ ଟୁଡୁ ତଥା ବହୁଦଳୀୟ କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ସ୍ୱପ୍ନେଶ୍ୱର ଉଚ୍ଚ ବିଦ୍ୟାଳୟ କାକୁଡି ଭାଗ 2001 ବ୍ୟାଚର ବନ୍ଧୁ ମିଳନ। ସ୍ଥାନ ବଦଳିଯିବ, ଦିନ ବର୍ଷ ମଧ୍ୟ ବଦଳିଯିବ, କିନ୍ତୁ ବନ୍ଧୁତା କେବେ ବଦଳିବ ନାହିଁ, ଯାହାର ଉଦାହରଣ ସ୍ୱପ୍ନେଶ୍ୱର ଉଚ୍ଚ ବିଦ୍ୟାଳୟ 2001 ମସିହାର ବନ୍ଧୁମାନେ ପ୍ରତ୍ୟେକ ବର୍ଷ ସ୍ୱପ୍ନେଶ୍ୱର ଉଚ୍ଚ ବିଦ୍ୟାଳୟର 2001 ବ୍ୟାଚ୍ ବନ୍ଧୁମାନେ ମିଶି ମିଳନର କାର୍ଯ୍ୟକ୍ରମ କରନ୍ତି। ସେହି ବନ୍ଧୁ ମିଳନରେ ସେହି ବ୍ୟାଚ୍ର ସମସ୍ତ ବନ୍ଧୁ ଏକତ୍ରିତ ହୋଇ ଗୋଟିଏ ଦିନ ବନ୍ଧୁମାନଙ୍କ ଗହଣରେ ଦିନ ଅତିବାହିତ କରି ବହୁ ସ୍ମୃତିକୁ ଉଜାଗର କରିଥାନ୍ତି। ମୌଜ ମଜଲିସ୍ ଖାଇବା ପିଇବା କରି ଖୁସି ଖୁସିରେ ଦିନ କାଟିଥାନ୍ତି। 2001 ବ୍ୟାଚ୍ର ବନ୍ଧୁମାନେ 26 ଡିସେମ୍ବରରେ କୋଇଲିପଙ୍ଗି ଭାପୁରର ତାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ, ଯେଉଁଥିରେ ସୁବାସ ଦୀପ, ସୁରେଶ ଧମରା, କୁଲୁ, ସୁବ୍ରତ, ବିଜୟ, ପ୍ରତାପ, ଶକ୍ତି, ମାଳିତୀ, ନିରୁ, ସୁଭଦ୍ରା, ଲିପି, ଝରଣା, ବିନ୍ଦୁ, ରଶ୍ମିତା, ଆଲୋକ, ସସ୍ମିତା, କୁଇନ୍ ଓ ଶ୍ରୀନିବାସ ସହିତ ପାଖାପାଖି 40 ଜଣ ବନ୍ଧୁ ଯୋଗଦାନ କରିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ହିନ୍ଦୋଳ ବ୍ଲକ ଗଣ୍ଡାନାଳି ପଞ୍ଚାୟତର ଶ୍ରୀ ଜଗନ୍ନାଥ ବିଦ୍ୟାପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ। ହିନ୍ଦୋଳ ଉପଖଣ୍ଡ ଗଣ୍ଡାନାଳି ପଞ୍ଚାୟତ ସ୍ଥିତ ଶ୍ରୀ ଜଗନ୍ନାଥ ବିଦ୍ୟାପୀଠ ଖରଚୁଲିଠାରେ ଗତ 26 ତାରିଖ ଠାରୁ ଆୟୋଜିତ ହେଉଥିବା ବାର୍ଷିକ ଉତ୍ସବ ପରିବାରର ଅପରାହ୍ନରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଗୌରଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ ଶିକ୍ଷା ହିଁ ଜୀବନର ଆଲୋକ, ତେଣୁ ଏହାକୁ ସଦୁପଯୋଗ କରି ସମାଜ କଲ୍ୟାଣରେ ବ୍ରତୀ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରାଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଗୁଳ ସ୍ୱୟଂଶାସିତ ସରକାରୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ କୁମାର ସର ଯୋଗଦେଇ ଶିକ୍ଷା ମଣିଷକୁ ମାର୍ଜିତ କରିବା ସହ ଛାତ୍ରଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭାକୁ ପ୍ରାଧାନ୍ୟ ଦେବା ପାଇଁ ଉଭୟ ଶିକ୍ଷକ ଓ ଅଭିଭାବକମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ହିନ୍ଦୋଳ ବିଧାୟକ ସୀମାରାଣୀ ନାୟକ ଯୋଗଦେଇ ଜନ୍ମଭୂମିର ଗାରିମା ବୃଦ୍ଧି କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ହିନ୍ଦୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବରୁଣ କୁମାର ସର, ଗଣ୍ଡାନାଳୀ ପଞ୍ଚାୟତ ସରପଞ୍ଚ ସୁନୀଲ କୁମାର ସ୍ୱାଇଁ, ଅନୁଷ୍ଠାନ ପୂର୍ବତନ ପ୍ରଧାନ ଶିକ୍ଷକ ନବକିଶୋର ଚୌଧୁରୀ ଓ ପରିଚାଳନା କମିଟିର ପୂର୍ବ ସମ୍ପାଦକ ତଥା ପ୍ରତିଷ୍ଠାତା ସଦସ୍ୟ ଦୟାନିଧି ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ। ପରିଚାଳନା କମିଟି ତଥା ଆଲୁମିନିୟମ କମିଟିର ସଭାପତି ଜଗବନ୍ଧୁ ରାଉତ ବାର୍ଷିକ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ପୂର୍ବ ଛାତ୍ର ଅଧ୍ୟାପକ ଡକ୍ଟର ନରେଶ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନ କରିଥିଲେ। ଅନୁଷ୍ଠାନର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ପରେ ପରେ ମଞ୍ଚାସୀନ ଅତିଥି ବୃନ୍ଦ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ପୂର୍ବ ଛାତ୍ର ଦୀନବନ୍ଧୁ ରାଉତଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏହାକୁ ଉପଭୋଗ କରିବା ପାଇଁ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଓ ଭରପୁର ଦର୍ଶକମାନେ ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ଏହି ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପୂର୍ବ ଛାତ୍ର ଓ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରିଥିଲେ। ହିନ୍ଦୋଳରୁ ରଙ୍ଗାଧର ସାହୁଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ରାଇରଙ୍ଗପୁରରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2025ରେ ଅନୁଷ୍ଠିତ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରସ୍ଥ ମହୁଲଡିଆ ପଡ଼ିଆଠାରେ ବାମନଘାଟି ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା 2025 ସଭାପତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲୋକନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ, ସମ୍ମାନିତ ଅତିଥି ଭାବେ ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାସଦହ, ଜିଲ୍ଲା ପରିଷଦ 32 ନମ୍ବର ଜୋନ୍ ବିଜେତଳା ସଭ୍ୟା ମିନାର ସୋରେନ, ଜିଲ୍ଲା ପରିଷଦ 25 ନମ୍ବର ଜୋନ୍ ସଭ୍ୟା ବହଳଦା ଭଗବତୀ ମିଶ୍ର, କୃଷି ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଧଳ, କୃଷି ଜିଲ୍ଲା ଅଧିକାରୀ ବହଳଦା ଶ୍ରୀମତୀ ଶ୍ରଦ୍ଧା ସୋତା, କୃଷି ଜିଲ୍ଲା ଅଧିକାରୀ ଜାମନ୍ତ ଶୁଭଲକ୍ଷ୍ମୀ ଦାସ, କୃଷି ଜିଲ୍ଲା ଅଧିକାରୀ ରାଇରଙ୍ଗପୁର ଅଭିଜିତ ପ୍ରଧାନ, ସରକାରୀ କୃଷି ଯନ୍ତ୍ରୀ ତରଣୀକାନ୍ତ ଦାସ ଓ ବ୍ଲକ କୃଷି ଅଧିକାରୀ ବିଷୟ ସୁଧାଂଶୁ ଶେଖର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସଭା ପ୍ରାରମ୍ଭରେ ପୂର୍ବରୁ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ଉପଢକନ ଦେଇ ସମ୍ମାନିତ କରାଗଲା ପରେ ଅତିଥିଗଣ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସଭାପତି ଶ୍ରୀ ମିଶ୍ର ସଭାପତ୍ୟ ବକ୍ତୃତା ଦେବା ପରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଚାଷୀମାନଙ୍କ ଉଦ୍ଦେଶ୍ୟରେ କୃଷି ଉପରେ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ମେଳାରେ ଚାଷୀମାନଙ୍କର ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି ମେଳା ପ୍ରଦର୍ଶନ କରାଯାଇଛି ବୋଲି ଆସିଥିବା ଚାଷୀ ଭାଇ ଭଉଣୀମାନଙ୍କୁ ବୁଝାଇଥିଲେ। ଏହି ଅବସରରେ କୃଷି ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଅର୍ଜନ କରିଥିବା ସଫଳ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ ମେଳାରେ 7ଟି ବ୍ଲକର କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ସରକାରୀ ଯନ୍ତ୍ରୀ ଓ ବାମନଘାଟି ଉପଖଣ୍ଡର 7ଟି ବ୍ଲକର ଚାଷୀ ଭାଇ ଭଉଣୀ ଯୋଗ ଦେଇଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ବ୍ଲକ କୃଷି ଅଧିକାରୀ ଜାମତା ଶୁଭଲକ୍ଷ୍ମୀ ଦାସ ପରିଚାଳନା କରିଥିବା ବେଳେ କୃଷି ଜିଲ୍ଲା ଅଧିକାରୀ ବହଳଦାସ ଶ୍ରଦ୍ଧା ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।